ଜୟ ଜଗନ୍ନାଥ। ଆଜି ଲିଟୁ ଭାଇ ଭଲ କଥାଟି ମନେ ରଖିଥା। ଆଜି ଆଲୋଚନା କରିବା ମହି ହୋଇବ ଉଲ୍କାପାତ। ହେଲା, ମହି ହୋଇବ ଉଲ୍କାପାତ। ଆମେ ପ୍ରଥମେ ବହୁତ ଦିନ ତଳେ ଭିଡିଓ ହେଇଥିଲା। ଯାଜପୁର ରୁଢିଆରେ ଗୋଟେ ଛୁଆଟି ଅଛି, ସେ ଫୋନ କରି କହିଲା ସାର୍ ଆଉ ଥରେ ସେ ଭିଡିଓଟା କର। ପୁଣି ସେ ଭିଡିଓଟା କରିବା। ମହାପୁରୁଷ ଅତୀତ କହୁଛନ୍ତି, କଳିର ଯେତେବେଳେ ମାନେ ଯୋଉଟାକ ଘୋର କଳି ଯେତେବେଳେ ଆସିବ, ମହି ହେବ କଣ ହବ? ଉଲ୍କାପାତ। ଉଲ୍କାପାତ କଣ? ଆକାଶରୁ ଅନେକ ଉଲ୍କା ମାନ କଣ ହବ? ବର୍ତ୍ତମାନ କଣ ଖସୁନାହିଁ କି? ରାତିରେ ଖସୁଛି, କିନ୍ତୁ ସେ ସମୟରେ ତ ବଡ ବଡ ଉଲ୍କା ଖସିବ। ବୁଝିପାରୁଛି? ଶ୍ୱାନ ଶୃଗାଳ ଛାଡିବ ଭଳି ଏମିତି ହବ, ଏମାନେ ଶ୍ୱାନ ଆଉ ଶୃଗାଳ ଇଏ ସବୁ ଉବାଳ ଛାଡିବେ। ଅନେକ କ୍ଷତି ମଧ୍ୟ ହବ। ସେଟା କେବେ ଘଟିବ? ମହାପୁରୁଷ କଣ କହୁଛି? ବର୍ତ୍ତମାନ ତ ଅଙ୍କ ହିସାବକୁ ଲୋକମାନେ ବହୁତ ପ୍ରକାର ସବୁ ହର ଗୁଣ ଫେଡ ମିଶା କରି ସବୁ କହୁଛି। ଏତିକି କଥା ମନେ ରଖିଥାଅ, ଅଙ୍କ ବୋଲନ୍ତ ହଉଛି, ଅଙ୍କ ଶବ୍ଦର ଅର୍ଥ ହଉଛି ବର୍ଷ। ପୁଣି ଅଙ୍କ ଶବ୍ଦର ଅର୍ଥ ହଉଛି ସଂଖ୍ୟା। ବୁଝିହଉଛି? ମହାପୁରୁଷ ଯୋଉ ଅଙ୍କ ନେଇଛନ୍ତି, ଇଏ ହଉଛି ବର୍ଷ। ଅମୁକ ଲୋକ 24 ବର୍ଷ, 24 ଅଙ୍କ। ତମ ଲୋକକୁ 25 ବର୍ଷ, 25 ଅଙ୍କ। ଆମେ ଯାହା କହୁଛୁ କେତେ ବର୍ଷ ହେଲା ରେ? ସାଧୁ ଆଚାର୍ଯ୍ୟ କହୁଛନ୍ତି ଆରେ କେତେ ଅଙ୍କ ହେଲା? ଆମେ କହୁଛେ ମୁଁ ଅମକ କଲି। ସାଧୁ ଭାଷାରେ କଣ? ଆମେ ଅମକ କଲି। ମାନେ ଭାଷାର ତାରତମ୍ୟ ଗୋଟା ହଉଛି ସାଧୁ ସନ୍ତଙ୍କର ଭାଷା, ଗୋଟେ ସମାଜ ଚଳନୀ ଭାଷା। ଆ ଭିତରେ ତାରତମ୍ୟ ଟିକେ ଛାଡେ। ବୁଝିପାରୁଛି? ତେଣୁ ଅଙ୍କ ହିସାବଟା ବୟସ ତୁଳନାରେ ଅଙ୍କ ହିସାବ କରା। ବୁଝିପାରୁଛି? ମୁକୁନ୍ଦ ଦେବଙ୍କ ଅଙ୍କ, ମୁକୁନ୍ଦ ଦେବ ଯେତେବେଳେ ରଜା ହେବେ, ତାଙ୍କର ଅଙ୍କ ତାଙ୍କର ଯେତେ ବର୍ଷ ହବ ସେତେ ଅଙ୍କ ହବ। କଳି କଲା ବିଦା, କଳି ଯୁଗର ଆୟୁ ଯେତେ ବର୍ଷ ହବ ସେତେ ଅଙ୍କ ହବ। ବୁଝିହଉଛି? ସେମିତି ମାଧବଙ୍କର ଯେତେ ଅଙ୍କ ହବ ସେତେ ବର୍ଷ ହବ। ଯେତେ ବର୍ଷ ବଢିବ ସେତେ ଅଙ୍କ ମଧ୍ୟ ବଢିବ। ଅଙ୍କ ଶବ୍ଦର ଅର୍ଥ ହଉଛି ବର୍ଷ। ବୁଝିହଉଛି? ହର ଗୁଣ ଫେଡ ମିଶା ୟାକୁ କରି ଛନ୍ଦି ବାନ୍ଧିକି ଅଙ୍କ ହିସାବ ମହାପୁରୁଷ କୋଉଠି ଲେଖି ନାହିଁ। ବୁଝିହଉଛି? ଯଦି ଅଙ୍କ ହିସାବ ସେମିତି ଲେଖିବେ, ମନେ ରଖିଥା, ଆମେ ବି କହୁଛୁ, ଆମେ ଅନେକ ପ୍ରକାର ଅଙ୍କ ହିସାବ ଟାକୁ ପରିଚୟ କରୁଛୁ। ତାଙ୍କ ତିଥି ବାର ନକ୍ଷତ୍ର କେହି ମିଶିବେନି। ସନ୍ଧି ବାନ୍ଧି କେତେ ଦିନ କରେ? କେବଳ ଅମର ଜୁମରେ ନିରାକାର ଲେଖିଛନ୍ତି, ଦାସ ଲେଖିଛନ୍ତି। ସାଲ ସନ ଯେ ଗୁପ୍ତ ହେବ, ଗୁପତେ ଅଙ୍କ ଚଳୁଥିବେ। ହେଲେ ସାଲ ଗୁପ୍ତ ହେଇଯିବ, ସନ ଗୁପ୍ତ ହେଇଯିବ, କିନ୍ତୁ ଗୁପ୍ତରେ ଅଙ୍କ ଚଳୁଥିବ। ଯାହା ହେଉ, ମହାପୁରୁଷ ଅଚ୍ୟୁତାନନ୍ଦ ଦାସ ତାଙ୍କର 26 ପଟଳରେ, 24 ପଟଳରେ କେବେ ମହି ଉଲ୍କାପାତ ହେବ କଣ ପ୍ରମାଣ ଦଉଛନ୍ତି? କହିଲେ ଏଭାବ ନ ଜାଣନ୍ତି କେହି, ଏକା ଜାଣନ୍ତି ସାରଦାୟୀ, ସ୍ୱର୍ଗରେ ବୃହସ୍ପତି ଜାଣି, ଗୋବିନ୍ଦ କହିଲୁ ପ୍ରମାଣ। କହିଲେ ଇଏ ଅଙ୍କ, ଏଇ ଯୋଉ ଅଙ୍କଟା ମହାପୁରୁଷ କହୁଛନ୍ତି, ତାକୁ ସମସ୍ତେ ଜାଣିପାରିବେ। ସ୍ୱର୍ଗରେ କଣ? ଏକା ଜାଣନ୍ତି ସାରଦାୟୀ। ଶାରଦା ବୋଲେ ମା ଜଗଧାତ୍ରୀ ଶାରଳା। ହେଲା, ସିଏ ଜାଣନ୍ତି। ସ୍ୱର୍ଗରେ କିଏ ଜାଣନ୍ତି ନା? ବୃହସ୍ପତି, ଦେବଗୁରୁ ବୃହସ୍ପତି।
ଯେଉଁ ଯୁଗାବ୍ଦ ଅଙ୍କ ଗତି ସୁର ଲୋକରେ ପର କତି ପ୍ରମାଣ ଅଙ୍କ 19 ମହିରେ ତୁମ୍ଭର ପ୍ରକାଶ। ସୁର ଲୋକରେ ଯୋଉ ଅଙ୍କ ପ୍ରଚଳିତ ମାନେ ଦେବଳ ଅଙ୍କ, ସେଇ ଅଙ୍କର 19ରେ କହୁଛନ୍ତି 19 ଅଙ୍କରେ ମହିରେ ତୁମର ପ୍ରକାଶ। ତୁମେ ମହିରେ କଣ ହବ? ପରିପ୍ରକାଶ ହବ। ବୁଝି ହଉଛି ନା? କେତେ ଅଙ୍କରେ? 19 ଅଙ୍କରେ। ସେ 19 ଅଙ୍କଟା କେବେ? ଦେବ ଅଙ୍କ ହେଲା। ଆମ୍ବେ ଗୁପତେ ଥିବୁ ରହି ଏଭାବ ନ ଜାଣିବେ କେହି, ଶିବସ୍ତ ବ୍ରାହ୍ମଣ ଜନ୍ମିବେ ରହି ଥିବେ ଗୁପ୍ତ ଭାବେ। ମହି ହୋଇବ ଉଲୁକାପାତ ନକ୍ଷତ୍ର ଖସିବ ବହୁତ, ପୂର୍ଣ୍ଣମୀ ସଂକ୍ରାନ୍ତି ଏକା ସେ ଅଙ୍କେ ହୋଇବତି ଲେଖା। ଏଠି ମହାପୁରୁଷ କହୁଛନ୍ତି 19 ଅଙ୍କରେ ପୂର୍ଣ୍ଣମୀ ସଂକ୍ରାନ୍ତି ଗୋଟିଏ ଦିନ ପଡ଼ିବ। ସେ ଅଙ୍କରେ କଣ ହବ? ମହି ଉଲୁକାପାତ ହେଲା। କେତେ ଅଙ୍କ? 19 ଅଙ୍କ। କାହା ଅଙ୍କ ପଛରେ ଆଲୋଚନା କରିବ। ବୁଝି ହଉଛି ନା? ସେଇଠୁ କହିଲେ 19 ଅଙ୍କରେ କଣ ହବ? ଏ ଘଟଣା ଘଟିବ। କାହା ଅଙ୍କ ସେ କହିଲେ ନାହିଁ। ଏଇ ଲେଖା ଉପରେ, ଏଇ ଶବ୍ଦ ଉପରେ, ଏଇ ବାଣୀ ଉପରେ ପୁଣି ମହାପୁରୁଷ ନିଗମ ଲାଗୁ କରିଲେ। କଣ କହିଲେ? ପୂର୍ଣ୍ଣମୀ ସଂକ୍ରାନ୍ତି ଜଇଁ ଭୌମ ବାସରେ ହେବ ତଇଁ, ଚୌବନ ଅଙ୍କ ଯେ ପ୍ରମାଣ ମଇ ହୋଇବ କମ୍ପମାନ, ଉଲୁକା ପାତ ଯେ ହୋଇବ ସମୁଦ୍ର ଜଳରେ ପଡ଼ିବ। କେତେ ସୁନ୍ଦର ଭାବରେ ମହାପୁରୁଷ କହିଛନ୍ତି। ଗୋଟିଏ ଜାଗାରେ ମହାପୁରୁଷଙ୍କ ଲେଖା ତମେ ପଢି ଆଲୋଚନା କଲେ ବୁଝିପାରିବନି। ଗୋଟେ ଜାଗାରେ ପ୍ରଶ୍ନ କରିଛନ୍ତି, ଗୋଟେ ଜାଗାରେ ସବୁ ଜାଗା ଶାସ୍ତ୍ରକୁ ପରିଚୟ ରଖିଛନ୍ତି। ଶାସ୍ତ୍ର ତ ମହାପୁରୁଷ ଅନେକ ଲେଖିଛନ୍ତି। ଆମେ ଯେତିକି ଜାଣିଛେ, ଯେତିକି ଶାସ୍ତ୍ର ଲୋକଲୋଚନକୁ ଆସି ତାରି ଉପରେ ଗବେଷଣା ଆମର ଚାଲିଛି। କହିଲେ ପୂର୍ଣ୍ଣମୀ, ସେଠି ମହାପୁରୁଷ କଣ କହିଲେ? 19 ଅଙ୍କରେ ମହି ଉଲୁକାପାତ ହବ, ନକ୍ଷତ୍ର ଖସିବ ବହୁତ, ବହୁତ ନକ୍ଷତ୍ର ଖସିବ ହେଲା। ଗୋଟେ ପଦ ମନେ ପଡେ, ଲଞ୍ଜା ନକ୍ଷତ୍ର ଖସିବ ସମୁଦ୍ର ଜଳେ ବୁଡିବ, ଲହ ଲହ ଯିବା ବୁଲାଇ କାଳିକା ସେ କାଳେ ବୁଡି ଖାଇବ, ମୋଜ ଅଲେଖ ଭାଇ ହେଲା। ଏଟା କେବେ? ନା 19 ଅଙ୍କ। ସେଠି କହିଲେ ପୂର୍ଣ୍ଣମୀ ସଂକ୍ରାନ୍ତି ଏକା ସେ ଅଙ୍କ ହୋଇବତି ସଫା। ପୂର୍ଣ୍ଣମୀ ସଂକ୍ରାନ୍ତି ଗୋଟିଏ ଅଙ୍କରେ, ସେଇ 19 ଅଙ୍କରେ ପଡିବ। ଏଠି ମହାପୁରୁଷ କହୁଛନ୍ତି କଣ? ପୂର୍ଣ୍ଣମୀ ସଂକ୍ରାନ୍ତି ଯେ ଜହିଁ ଭୌମ ବାସରେ ହେବ। ଭୌମ ବାସ ବୋଲେ ମଙ୍ଗଳବାର। 19 ଅଙ୍କ ହେଇଯିବ ମଙ୍ଗଳବାର ପଟେ। ପୂର୍ଣ୍ଣମୀ ସଂକ୍ରାନ୍ତି ଯୋଉ ପଡିବ କି ବାରେ? ମଙ୍ଗଳବାର। ଚୌବନ ଅଙ୍କ ଯେ ପ୍ରମାଣ ମଇ ହୋଇବ କମ୍ପମାନ। ସେତେବେଳକୁ 19 ଅଙ୍କକୁ ଇଏ 54 ଅଙ୍କ ଗୋଟିଏ ବର୍ଷ ଭୋଗ କରିବ। ମାରକଣ୍ଡକ 19 ଅଙ୍କକୁ ମହାପୁରୁଷଙ୍କ 54 ଅଙ୍କ। ତେଣୁ ମହାପୁରୁଷ କୁହ କି ଅନନ୍ତ ମାଧବ କୁହ କି ନାରାୟଣ କୁହ, ଯାହା କୁହ, କାରଣ ଅଚ୍ୟୁତ ଗୋଲକନାଥ ସାକ୍ଷାତ ବିଷ୍ଣୁ ସ୍ୱରୂପ, ତାଙ୍କ ପଦକୁ କୋଟି କୋଟି ଶରଣ। ତାଙ୍କର 54 ଅଙ୍କ, ଇଆଡେ କେତେ? 19 ଅଙ୍କ, ପୁରା ସେମ। ସେଠି ମହାପୁରୁଷ ଯାହା କରୁଛନ୍ତି ଏଠି ସେ କଥା କହୁଛନ୍ତି। ହେଲେ ସେ ବର୍ଷ ମଙ୍ଗଳବାର ପୂର୍ଣ୍ଣମୀ ସଂକ୍ରାନ୍ତି କରିବ, ଉଲୁକା ପାତ ଯେ ହୋଇବ ସମୁଦ୍ର ଜଳରେ ପଡିବ। ଅନେକ ଉଲୁକା ପାତ ହବ ବା ନକ୍ଷତ୍ର ଖସିବ ସମୁଦ୍ର ଜଳରେ। ବୁଝିପାରୁଛ ନା? ତେଣୁ ତମେ କ୍ୟାଲେଣ୍ଡର ମାରି ଦେଖ, ପଡୁଛି ସେ ଗୋଟେ ମଙ୍ଗଳବାର ପଡୁଛି, ଆଉ ତ କ୍ୟାମେରାରେ କହିକି ହଉନି ବୋଲିକି, ମଙ୍ଗଳବାର ପୂର୍ଣ୍ଣମୀ ସଂକ୍ରାନ୍ତି ଗୋଟାଏ ଦିନ ହଉଛି, ସେଇ ଅଙ୍କରେ ଗୋଟାଏ ଦିନ। ତେଣୁ ସମୟଟା କୋଉଠି, ସମୟଟା କଣ କହୁଛି, ସେ ଆମେ ଚିନ୍ତା କରିବୁ।
ତମେ ବରଗଡ଼ରୁ ସବୁ ଏଠିକି ଆସିଛ, ଗଲାବେଳକୁ ବାଟରେ କଣ ହବ ଆମେ କଣ ତା ଜାଣିଛେ? ସେଇ ସମୟ ମୁହୂର୍ତ୍ତ ଗୋଟେ ମୁହୂର୍ତ୍ତରେ ମନୁଷ୍ୟର କଣ ଘଟିବ ମଣିଷ ଜାଣେ। ତେଣୁ ଘଡ଼ିସନ୍ଧି ମୁହୂର୍ତ୍ତରେ ତରିବାର ପଥ ହଉଛି କର୍ତ୍ତବ୍ୟ, ମୂଳ ବିଧାନ, ମୁକ୍ତିର ପଥ ମୂଳ ବିଧାନ। ତାକୁ ଟିକେ ଚିନ୍ତା କରୁ, ଖାଲି କେମିତି ଆମେ ରାତି ପାଇଲେ ଭଲ। ଆଉ ଲୋଭାଗ୍ରସ୍ତ ମାନବ ବର୍ତ୍ତମାନେ ଲୋଭାଗ୍ରସ୍ତ ମାନବ, ନାରୀ କବଳିତ ମାନବ, ସ୍ତ୍ରୀ ବଶ ମାନବ। କାରଣ ସ୍ତ୍ରୀ ମାନଙ୍କ କଷ୍ଟରେ ବର୍ତ୍ତମାନ ପୁରୁଷ ଏବଂ ଲୋଭ ଶକ୍ତିର ଆସକ୍ତରେ ମଧ୍ୟ କଣ ହେଇଛି ବର୍ତ୍ତମାନ ମଣିଷ। ଜାଣୁଛି ମହାପୁରୁଷ କହିଛନ୍ତି କାଲି ତମକୁ ଘଟିବ ସବୁ ଘଟିବ, ତଥାପି ସେ ତାର ଲୋଭକୁ କାଟିବ। ଗୋଟେ ଲୋକ କାଲି ମରିବ, ଚାଲି ପାରୁନଥିବ, ତା ବୁଢା ହେଇଯାଇଥିବ, ତମେ ଦେଖିବ ତା ଆଗରୁ ତମେ ଟଙ୍କାଟେ ଉଠେଇକି ଆଣିବ, ସେ ତମକୁ ଛାଡିଦବ ନା? ଛାଡିବନି। ଲୋଭ ଶକ୍ତି ଗୋଟେ କେମିତି ଯାହାକି କଳନା କରିବ। ତେଣୁ ସମୟ ଗୋଟେ ଘଡ଼ିସନ୍ଧି ମୁହୂର୍ତ୍ତ, ସେ ଘଡ଼ିସନ୍ଧି ମୁହୂର୍ତ୍ତରେ ଭଗବାନଙ୍କ ପାଖରେ ଆତ୍ମସମର୍ପଣ ଭାବ ହଉଛି ମୁଖ୍ୟ କର୍ତ୍ତବ୍ୟ। ଯଦି ଆତ୍ମସମର୍ପଣ ଭାବ ନାହିଁ, ମୁକାର ଶବ୍ଦ ରହିଲା, ସେଇଠି କଣ ହେଲା? 12 ବର୍ଷ ତପ ଶୁଖୁଆ ପୋଡାରେ ଗଲା। ଜୟ ଜଗନ୍ନାଥ। ପ୍ରଭୁଙ୍କ ସଦିଚ୍ଛା ପୂର୍ଣ୍ଣ ହଉ। ବୋଲ ଆନନ୍ଦ ହରି।